ଏଇଟା ଆମର ଫତେଗଡ଼ ଆଗକୁ ଜଙ୍ଗଲ ଭିତରୁ ଆଉ ଗୋଟେ ପିକଅପ୍ ରହିଥିଲା। କହି ହବନି ସାର୍। ଗାଡ଼ି ଚଲାଏ। ନା ଆଜ୍ଞା ଏଇଟା ଫାଷ୍ଟ ଟାଇମ୍। ଆଜ୍ଞା ମାଲିକ ସେଠିକି ଗାଡ଼ି ପଠେଇଥିଲେ। ମାଲିକ ତ ମୁଁ ଭଲ ଟିକେ ଜାଣିପାରୁନି। ଏବେ କ'ଣ ଦିନ କହିପାରିନି ସାର୍। ମାଲିକ ହଁ ଏଇ ତାକେ ସେ ଭୁବନେଶ୍ୱର କୋଉଠି ଆଉ ଭୁବନେଶ୍ୱର ଏଇ ରିଲାଏନ୍ସରେ ଚାଲେ ଏଇ ଗାଡ଼ି। ଏଇ ଏପଟରୁ ଯାଏ ଆମର ଶିମିଳିଗୁଡ଼ା ଆଉ ଆମ ଖୋର୍ଦ୍ଧାରୁ ନେଇକି ଯାଏ ରିଲାଏନ୍ସରୁ ମାଲ ନେଇକି ଯାଏ। ଏଇ କେତେ ଟଙ୍କାର ଡିଲ୍ ହେଇଥିଲା ଏ ଯୋଉ ଗାଡ଼ି ନେବା ପାଇଁ? କେତେ ଟଙ୍କାର ଡିଲ୍ କହିପାରିବିନି ସାର୍ ଏଇଟା। ମାଲିକ ହଁ ମାଲିକ କୋଉଠାର? ଭୁବନେଶ୍ୱର? ହଁ ମାଲିକ ଜାଣିଛୁ ତ? ଖୋର୍ଦ୍ଧାରେ କୋଉଠି ରହୁଛି? ଖୋର୍ଦ୍ଧାରେ ରହୁଛନ୍ତି? ହଁ କିଏ ଖୋର୍ଦ୍ଧା ମାଲିକ? ଖୋର୍ଦ୍ଧାର କୋଉ ଜାଗାରେ ରହୁଛନ୍ତି? ଏଇ ଜାଗାଟା ମୁଁ ତାଙ୍କ ଘର ବି ଦେଖିନି ଆଜ୍ଞା। ନୂଆ ବସଷ୍ଟାଣ୍ଡ ପାଖରେ? ମୁଁ 15-20 ଦିନ ହେଲା ଗାଡ଼ି ଚଲାଉଛି। ନାଇଁ ନୂଆ ବସଷ୍ଟାଣ୍ଡ ପାଖରେ ନା ପୁରୁଣା ବସଷ୍ଟାଣ୍ଡ ପାଖରେ? ନା ସେ ମେନ୍ ରୋଡ଼ ଆଜ୍ଞା। ମେନ୍ ରୋଡ଼ରେ? ହଁ ମେନ୍ ରୋଡ଼ ଭିତରେ ଆଡ଼େ କୁଆଡ଼େ। କେତେ ଦିନ ହେଲା ଚାକିରି କଲାଣି? ମୁଁ 20-25 ଦିନ ହେଉଛି। 20-25 ଦିନ। ତମ ଘର କୋଉଠି? ଦଶପଲ୍ଲା। ତମେ ଆଗରୁ ଅନେକ ଥର ଯାଇଥିବ? ନାଇଁ ଆଜ୍ଞା ଜମା ମୁଁ ଆଉ କେବେ ବି ଯାଇନି। ଏଇଟା ଫାଷ୍ଟ ଟ୍ରିପ୍। ସେ ଦି ଭାଇଙ୍କ ଘର କୋଉଠି? ତାଙ୍କର ତ ଜାଣିନି। ନାଇଁ ନାଇଁ ମୁଁ ଏଇଟା ଫାଷ୍ଟ ଟ୍ରିପ୍ ଜାଣିଛି ବୁଝିଲ। ଆଚ୍ଛା ସେଇ ଗାଡ଼ିରୁ ଏଠି ଲୋଡ଼ିଂ ଦେଲେ ପିକଅପ୍ ଜଙ୍ଗଲ ଭିତରେ। ଏଇଟା ଫତେଗଡ଼ ଭିତରେ ମୁଁ କହିପାରିବିନି। ଜଙ୍ଗଲ ଭିତରେ ରାତିରେ ଯାଇଥିଲି। ତାକୁ ଦିଆହେଇଥାନ୍ତା ଜାଣିନ? ନାଇଁ ସେ ବି ଯେଉଁ ଆମର ସେ ଖୋର୍ଦ୍ଧା ଭିତରେ ଆଣି ଗାଡ଼ିଟା ପୁରେଇଛୁ। ନାଇଁ ସେଠୁ ମାଲ କୁଆଡ଼େ ଯାଇଥାନ୍ତା କିନ୍ତୁ କହିପାରିବି। ହଁ ଟିକେ ରହିଥିଲା ଗାଡ଼ିରେ ଲୋଡ଼ ହେଇଥିଲା ଜଣା ବିହାର କି କୋଉଠି କହିପାରିବିନି ସାର୍।